ମମତା କହିବେ, ରିମଝିମ୍ ତୁ ଦେଖିପାରୁଛୁ ତ ଏକ୍ସିଡେଣ୍ଟରେ ପଲ୍ଲବୀର ହାତ ମାଡ଼ ହେବା ଯୋଗୁଁ ସେ ଠିକ୍ରେ କାମ କରିପାରୁନି। ଯା ତାକୁ ଟିକେ ସାହାଯ୍ୟ କର। ମୁଁ ଏଠି ଠାକୁର ପୂଜା ଅଧାରୁ ଛାଡ଼ି ଯାଇପାରିବିନି। ତାପରେ ରିମଝିମ୍ କହିବେ, ମୁଁ ଯାଇକି ତାକୁ ସାହାଯ୍ୟ କରିବାରେ କ'ଣ ଅଛି ମା? କିନ୍ତୁ ବଡ଼ମା ଜାଣିଲେ ରାଗିବେ। ତାପରେ ମମତା କହିବେ, କେହି କିଛି ରାଗିବେନି। କିଏ କାହାକୁ ସାହାଯ୍ୟ କଲେ ପାଖରେ ମନୋବୃଦ୍ଧି ଥିବା ଦରକାର। ତାପରେ ମମତା ପୂଜା ସାରି ପଲ୍ଲବୀଙ୍କ ପାଖକୁ ଆସି କହିବେ, ପଲ୍ଲବୀ ତୋ ଦେହ ଭଲ ନାହିଁ। ତୁ କାମ କରିବା ପାଇଁ ତଳକୁ କାହିଁକି ଆସିଥିଲୁ? ତାପରେ ପଲ୍ଲବୀ କହିବେ, ସାନ ମା ମୁଁ ଆଦର୍ଶଙ୍କ ପାଇଁ ଚା ତିଆରି କରିବାକୁ ଆସିଥିଲି। ତାପରେ ମମତା କହିବେ, ହଁ ହଁ ଆଦର୍ଶ ପାଇଁ କ'ଣ ଚା ମୁଁ ତିଆରି କରିପାରିବିନି? ତୁ ଜାଣିଛୁ ତୁ ତଳକୁ ଆସିବା କଥା ଶୁଣି ଆଦର୍ଶ କେତେ ଜୋରରେ ରାଗିବ? ତାପରେ ପଲ୍ଲବୀ କହିବେ, କିନ୍ତୁ ସାନ ମା ମୁଁ କେତେ ସମୟ ରୁମ୍ରେ ବସି ରହିବି କହିଲେ? ପିଲାଦିନୁ ସକାଳୁ ଉଠି କାମ କରିବା ଅଭ୍ୟାସରେ ପଡ଼ିଯାଇଛି। ତା ଛଡ଼ା ମୁଁ ଯଦି କାମ ନ କରି ଦିନ ସାରା ବସି ରହିବି ତାହେଲେ ଆଦର୍ଶ ଖାଇବେ କ'ଣ? ସେ ତ ପ୍ରମିସ୍ କରିଛନ୍ତି ନା ସେ ଯାହା ଖାଇବେ ଆମ ରୋଷେଇ ଘରୁ ତିଆରି ହେଇଥିବା ଖାଦ୍ୟ ଖାଇବେ। ତାପରେ ମମତା କହିବେ, ହଁ ତମ କିଚେନ୍ରେ। ତମ କିଚେନ୍ରେ ମୁଁ କ'ଣ ତମ ଦି ଜଣଙ୍କ ପାଇଁ ଖାଇବା ତିଆରି କରିପାରିବିନି? ଏ ଅବସ୍ଥାରେ ତଳକୁ ଆସି କାମ କରିବା କିଛି ବି ଦରକାର ନାହିଁ। ଆଉ ଶୁଣ ଦିଦିଙ୍କ କିଚେନ୍ରେ ରିମଝିମ୍ କାମ କରିବ। ଆଉ ମୁଁ ତମ କିଚେନ୍ରେ ମୁଁ ତମ ଦି ଜଣଙ୍କ ପାଇଁ ରୋଷେଇ କରିଦେବି। ଆଜିଠୁ କିଛି ଦିନ ତୁ ଟିକେ ଶାନ୍ତିରେ ଘରେ ବସ। ତାପରେ ରୁବି ଉପରେ ଥାଇ ସବୁ କଥା ଶୁଣୁଥିବେ। ଆଉ ମନେ ମନେ କହିବେ, ମମତା ବିରୁଦ୍ଧରେ ମାୟା କାନରେ ବିଷ ଭରିବା ପାଇଁ ଏଇଟା ହିଁ ଠିକ୍ ସୁଯୋଗ। ଯାଉଛି ମୁଁ ମାୟାକୁ ଏଠିକି ଡାକି ଆଣେ। ଆଉ ତାପରେ ମାୟା ରୁବିଙ୍କ ପାଖକୁ ଆସିବେ। ଆଉ କହିବେ, କ'ଣ ହେଇଛି ଦିଦି? ତାପରେ ରୁବି ମାୟାକୁ କହୁଥିବେ ଆଉ ନୀଲମ କହିଥିବା କଥାକୁ ମନେ ପକେଇବେ। ଆଉ କହିବେ, ଦେଖ ମାୟା ମୁଁ ତତେ ହଲ୍ରେ ଯାହା ଦେଖେଇବି ତାକୁ ଦେଖି ତୁ ଜମା ରାଗିବୁନି। ତାପରେ ମାୟା କହିବେ, ମାନେ କ'ଣ ହେଇଛି ହଲ୍ରେ? ତାପରେ ରୁବି କହିବେ, ବିଚାରୀ ମମତା ହଲ୍ରେ କ'ଣ କରୁଛି ଦେଖ। ସେ ପଲ୍ଲବୀକୁ କେତେ କଥା କହି ବୁଝେଇଲାଣି କିନ୍ତୁ ପଲ୍ଲବୀ ଶୁଣିବାର ନାଁ ହିଁ ଧରୁନି। ତାପରେ ମାୟା ରାଗିକି କହିବେ, ସକାଳୁ ସକାଳୁ ସେ ପଲ୍ଲବୀର ନାଁ। ଆ ମୋ ସହିତ ଦେଖୁଛି କ'ଣ କରୁଛି ସେ। ତାପରେ ମାୟା ସେଠାରୁ ଚାଲିଯିବେ। ଆଉ ରୁବି କହିବେ, ତୁ ଠିକ୍ କହିଥିଲୁ ନୀଲମ। ଦେଖ ମୁଁ କେମିତି ସୁଇଟ୍ ପଏଜନ୍ ହେଇ ମାୟା ମୁଣ୍ଡକୁ ଖାଉଛି। ବିଚାରୀ ମମତା ତୁ ତ ଗଲୁ। ତାପରେ ମାୟା ଆଉ ରୁବି ତଳକୁ ଆସିବେ। ଆଉ ମମତା ପଲ୍ଲବୀକୁ କହିବେ, ପଲ୍ଲବୀ ତତେ କହିଲି ନା ମୁଁ ଯା ବୋଲି। ତମ ଦି ଜଣଙ୍କ ପାଇଁ ମୁଁ ଚା ତିଆରି କରିକି ନେଇଯାଉଛି। ଯା। ତାପରେ ରୁବି କହିବେ, ମମତା ତୁ ସେଠି କ'ଣ କରୁଛୁ? ତାପରେ ମମତା କହିବେ, ଚା ତିଆରି କରୁଛି ଦିଦି। କାଲି ଏକ୍ସିଡେଣ୍ଟରେ ପଲ୍ଲବୀର ଦେହ ଭଲ ନାହିଁ ତ ସେଥିପାଇଁ। ତାପରେ ରୁବି କହିବେ, ତୁ ସେଠି ଚା ତିଆରି କରୁଛୁ ହେଲେ ଏଠି ଆମ ଦି ଜଣଙ୍କୁ ଚା ତିଆରି କରିକି କିଏ ଦେବ? ପୁଣି କହିବେ, ରିମଝିମ୍ ତା କାମରେ ବ୍ୟସ୍ତ ଅଛି। ତାର ତ ଆଉ 10ଟା ହାତ ନୁହେଁ ଯେ ସେ ସବୁ କାମ ଏକା କରି ପକେଇବ। ଆଉ କହିବେ, ଆରେ ପଲ୍ଲବୀ ତୁ କାହିଁକି ଏଠିକି ଆସିଲୁ ମା? ଯା ଟିକେ ରେଷ୍ଟ ନେ। ମାୟା ପ୍ଲିଜ୍ ତୁ ମମତା ଉପରେ ରାଗନି। ବିଚାରୀ ସେ କ'ଣ କରିବ? ତୁ କ'ଣ ଜାଣିନୁ ପଲ୍ଲବୀ ପାଇଁ ତା ମନରେ ଟିକେ ଅଧିକା ଭଲ ପାଇବା ଅଛି। ସେଥିପାଇଁ ତାକୁ ଟିକେ ସାହାଯ୍ୟ କରିବ ବୋଲି ସେ ସେଠିକି ଚାଲିଯାଇଛି। ଆଉ କାଲି ରାତିରେ ରିମଝିମ୍ ପଲ୍ଲବୀ ପାଇଁ ସୁପ୍ ତିଆରି କରିଥିଲା ପୁଣି ତାରି କିଚେନ୍ରେ। ତାପରେ ରିମଝିମ୍ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ମନେ ମନେ କହୁଛନ୍ତି, ଇଏ ଏତିକି ବେଳକୁ ମୋ ନାଁ ବଡ଼ମାଙ୍କ ଆଗରେ କହିବାର ଥିଲା। ତାପରେ ମାୟା କହିବେ, ମମତା ରିମଝିମ୍ ତମ ଦି ଜଣକୁ ଆଉ କେତେ କହିଲେ ତମେ ମୋ କଥା ଶୁଣିବ? ମୁଁ କହିଥିଲି ନା ଯିଏ ସେପଟ କିଚେନ୍ରେ ଯାଇ କାମ କରିବ ସିଏ ଆଉ ଏପଟ କିଚେନ୍କୁ ଆସିପାରିବନି କି ତା ସହିତ ମୋର ଆଉ କୌଣସି ସମ୍ପର୍କ ରହିବନି। କହିଥିଲି ନା ମୁଁ। ତାପରେ ବି ତମେମାନେ ମୋ କଥା ନ ଶୁଣିବାର ମାନେ କ'ଣ? ତାପରେ ମମତା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ ଏବେ କ'ଣ ମାୟା ମମତା ଆଉ ରିମଝିମ୍ ସହିତ ସବୁ ସମ୍ପର୍କ କାଟିଦେବେ କି? ଆଗକୁ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।